very sweet morning. 3rd April Wednesday. ଆଜିର ଶୁଭ ସମୟ ହେଉଛି 11ଟାରୁ 11:25 ଭିତରେ କିଛି କାମ କରିପାରିବେ। ପୁନଶ୍ଚ 1:52ରୁ 5:08 ଏହି ସମୟରେ ଆପଣ କିଛି ବି କାମ କରନ୍ତୁ, କାମରେ ବହୁତ ଶୁଭ ଫଳ ଆପଣଙ୍କୁ ପ୍ରାପ୍ତି ହେବ। ଆଜି ଆପଣ ଗଣେଶ ଭଗବାନଙ୍କୁ ଦୁବ ଅର୍ପଣ କରିକି କାମ କରନ୍ତୁ। ଗଣେଶ ଭଗବାନ ଆପଣଙ୍କୁ ଆଶୀର୍ବାଦ କରିବେ। ମନେ ରଖନ୍ତୁ, ଦୁବ ସବୁବେଳେ ଗଣେଶ ଭଗବାନଙ୍କ ଥୋଡ଼ ପାଉଡ଼ ପାଖରେ ଦେବେ, ମୁଣ୍ଡରେ ଥୋଇବେ ନାହିଁ ଦୁବକୁ। ମେଷ ରାଶି, ଆପଣ ଯଦି କିଛି ଘର ବଦଳାଇବା ପ୍ଲାନିଂ ଅଛି, ଇଏ ବହୁତ ବଢ଼ିଆ ରହିବ। ଅଫିସର କଲିଗଙ୍କ ସହିତ ବହୁତ ସୁନ୍ଦର ଟାଇମ୍ କଟେଇବେ। କିଛି ନୂଆ ହବି ଆପଣଙ୍କ ମାଇଣ୍ଡକୁ ଆସିବ। ଜିମ୍ ଯିବା ଯଦି ଚାହୁଁଛନ୍ତି ଜଏନ୍ କରିପାରନ୍ତି। କ୍ୟାରିୟର ନେଇକି ଆପଣ ଆଜି ଟିକେ ନୂଆ କିଛି ଚାହିଁବେ। ଫାଇନାନ୍ସ ଦିଗ ଆଜି ଷ୍ଟ୍ରଙ୍ଗ ରହିବ। କମ୍ୟୁନିକେସନ୍ ସ୍କିଲ୍ ଆଜି ଡେଭଲପ୍ ହେବ। ଆପଣଙ୍କ ଭାଇଙ୍କ ସହିତ ବହୁତ ବଢ଼ିଆ ଟାଇମ୍ କଟିବ। କିଛି ନ୍ୟୁଜ୍ ତ ଆପଣଙ୍କୁ ମିଳିବ। ଫୋନ୍ରେ ଆଜି ଟାଇମ୍ ସ୍ପେଣ୍ଡ କରିବେ। ବୃଷ ରାଶି, ଆପଣଙ୍କ ପାଇଁ ଆଜି କିଛି ନୂଆ କାମ କରିବେ। ଆପଣ ରିଷ୍ଟାର୍ଟ କରିବା ପାଇଁ କିଛି ଚାହିଁବେ। ନିଜ ଘରକୁ ସଜାଡ଼ିବାରେ ଆଜି ଟିକେ ଟାଇମ୍ ଦେବେ। ଆପଣ ନିଜ ଘରକୁ ମଧ୍ୟ ଯାଇପାରନ୍ତି। ବହୁତ ଲୋକଙ୍କ ସହିତ ଟାଇମ୍ କଟେଇବେ। କୌଣସି ବୃଦ୍ଧ ଲୋକଙ୍କୁ ନେଇକି ଆପଣ ଆଜି କିଛି ଚିନ୍ତାରେ ରହିବେ। ଘରର ସାମାନ ମଧ୍ୟ କିଣାକିଣି କରିପାରନ୍ତି। ମିଥୁନ ରାଶି, ଆପଣଙ୍କ ପାଇଁ ଆଜି ଏଣ୍ଟରଟେନ୍ ଅଛି କିଛି। ଆପଣଙ୍କୁ କୌଣସି ଦ୍ରବ୍ୟ ବି ପ୍ରାପ୍ତି ହେବ। ଶିକ୍ଷା ଦିଗରେ ବହୁତ ଲାଭ ମିଳିବ। ଆପଣଙ୍କୁ ଯଦି ଗଭର୍ଣ୍ଣମେଣ୍ଟ ସମ୍ବନ୍ଧିତ କିଛି କାମ ଅଛି କରିପାରିବେ। ପାର୍ଟିରେ ଆଜି ଜଏନ୍ କରିବାର ବି ଅଛି। ଆପଣଙ୍କ ପାଇଁ ଆଜି କିଛି ସର୍ଭିସ୍ ମିଳିଯିବ। କର୍କଟ ରାଶି, ଆପଣ ଯଦି କୌଣସି ବ୍ୟକ୍ତି ଇରିଟେଟ୍ କରିଛନ୍ତି, ଆଉ ବଢ଼ନ୍ତୁ ନାହିଁ। ଲୋନ୍ ସମ୍ବନ୍ଧରେ କିଛି ଆଜି ଚିନ୍ତା କରିବେ। ଏ ଦିଗରୁ ଆଗକୁ ଆଗେଇବେ। କିଛି ଲସ୍ ହେଇପାରେ। ଆପଣଙ୍କର କୌଣସି କମ୍ପିଟେଟର ଆପଣ ସାମ୍ନାକୁ ଆସିବେ। କେୟାରଫୁଲ୍ ରୁହନ୍ତୁ ଲିଗାଲ୍ ଡିସ୍ପ୍ୟୁଟ୍ ରିଲେଟେଡ଼୍। ସିଂହ ରାଶି, ଆପଣଙ୍କ ପାଇଁ ଆଜି ଲାଇଫ୍ ପାର୍ଟନର ବହୁତ ଲକି ରହିବେ। ଆପଣଙ୍କୁ ଅନନୋନ୍ ବ୍ୟକ୍ତିଙ୍କ ସହିତ ଆଜି କିଛି ଇଣ୍ଟରାକ୍ଟ କରିପାରନ୍ତି। ବିଜନେସ୍ରେ ତ ପ୍ରଫିଟ୍ ମିଳିବ। କୌଣସି କାଉଣ୍ଟରରେ ଆପଣ ଆଜି କିଛି ଆଚିଭ୍ କରିବେ। କୌଣସି କାମକୁ ଆଗକୁ ବଢ଼ାଇବେ। ପେପର୍ କାମ ବହୁତ ବଢ଼ିଆ ଅଛି, କରି ନେଇପାରନ୍ତି। ଟ୍ରାଭେଲ୍ ଦିଗରେ ଯଦି ଷ୍ଟେପ୍ ନେବେ, ଇଏ ବି କିଛି ମନ୍ଦ ନାହିଁ। କନ୍ୟା ରାଶି, ଆପଣଙ୍କ ପାଇଁକି କିଛି ଛୋଟ ଛୋଟ କଥାକୁ ନେଇକି ପ୍ରୋବ୍ଲେମ୍ ରହିବ। ଆପଣ କୌଣସି କାମକୁ ସିକ୍ରେଟ୍ କରିବା ପାଇଁକି ଆଜି ଟ୍ରାଏ କରିବେ। ଟ୍ୟାକ୍ସ ଦିଗକୁ ନେଇକି ଚିନ୍ତା କରିବେ। ଆଉ ଆପଣଙ୍କର କିଛି ଜଏଣ୍ଟ ପ୍ରପର୍ଟିକୁ କିଭଳି ମ୍ୟାନେଜ୍ କରାଯିବ, ଆଦେହରେ ଚେଷ୍ଟା କରିବେ। କୌଣସି ବ୍ୟକ୍ତିର କିଛି ହେଲ୍ଥ ନ୍ୟୁଜ୍ କିମ୍ବା କୌଣସି ନେଗେଟିଭ୍ ନ୍ୟୁଜ୍କୁ ନେଇକି ଆପଣ ଆଜି ଟିକେ ଚିନ୍ତିତ ହୋଇପାରନ୍ତି। ତୁଳା ରାଶି, ବହୁତ ବଢ଼ିଆ ଦିନ ଅଛି। ଆପଣଙ୍କୁ ଆଜି ଖୁସି ମିଳିବ। ଯାତ୍ରା ବହୁତ ବଢ଼ିଆ ରହିବ। କୌଣସି ଫ୍ୟୁଚର୍ ରିଲେଟେଡ଼୍ ଆପଣ ଷ୍ଟେପ୍ ନେବେ। ଗୁରୁଙ୍କ ସହିତ କିମ୍ବା କୌଣସି ଏଭଳି ଏକ ପର୍ସନାଲିଟି ସହିତ ଆଜି ସୁନ୍ଦର ଟାଇମ୍ କଟେଇବେ। ହାୟର ଏଜୁକେସନ୍ ରିଲେଟେଡ଼୍ ଯେଉଁମାନେ ଟ୍ରାଏ କରୁଛନ୍ତି, ବହୁତ ବଢ଼ିଆ ରହିବ। ଇଚ୍ଛା ରାଶି, କ୍ୟାରିୟରକୁ ଆପଣ ଆଜି କିଛି ନୂଆ ରୂପ ଦେବେ। ଷ୍ଟାଟସ୍କୁ ଚେଞ୍ଜ କରିବା ପାଇଁକି ଆପଣ ଆଜି କିଛି ପ୍ଲାନିଂ କରିବେ। ପିତାଙ୍କୁ ନେଇକି ଆପଣ ଆଜି କିଛି ଷ୍ଟେପ୍ ନେବେ। ବହୁତ ବିଜି ସିଡ୍ୟୁଲ୍ରେ ଟାଇମ୍ ବି ସ୍ପେଣ୍ଡ ହେବ। ଧନୁ ରାଶି, ଆପଣଙ୍କ ପାଇଁ ଆଜି ଫ୍ରେଣ୍ଡ ସର୍କଲ୍ ବହୁତ ବଢ଼ିଆ ରହିବ। କିଛି ତ ଗେନ୍ କରିବେ ଆପଣ। କିଛି ୱିଶ୍ ଆପଣଙ୍କର ଫୁଲଫିଲ୍ ହେବ। ଆପଣ ବି ଆଗକୁ ବଢ଼ିବେ। ଫିନାନ୍ସିଆଲ୍। ମକର ରାଶି, ଆପଣଙ୍କ ପାଇଁ ଆଜି ଡ୍ରାଇଭ୍ ଠିକ୍ ଭାବରେ କରନ୍ତୁ। ସ୍ପିରିଚୁଆଲ୍ କାର୍ଯ୍ୟକୁ ଟିକେ ଆଗ୍ରହ ଆସିବ। ଆପଣଙ୍କର ବହୁତ ଖର୍ଚ୍ଚ ଅଛି। ପାଦର ପ୍ରୋବ୍ଲେମ୍ ହେଇପାରେ, କେୟାରଫୁଲ୍ ରୁହନ୍ତୁ। ଆପଣଙ୍କର କୌଣସି ଏକ ଟ୍ୟାଲେଣ୍ଟକୁ କେହି ବ୍ୟକ୍ତି ଆଇଡେଣ୍ଟିଫାଏ କରିବେ। କୁମ୍ଭ ରାଶି, ଆପଣଙ୍କ ପାଇଁ ଆଜି ବିୟୁଟିଫୁଲ୍ ଡେ ଅଛି। ଏନର୍ଜେଟିକ୍ ରହିବେ। ଖୁସି ମିଳିବ। ମା କିମ୍ବା କୌଣସି ମାତୃସ୍ଥାନୀୟ ବ୍ୟକ୍ତିଙ୍କ ଠାରୁ ଆଶୀର୍ବାଦ ବି ମିଳିବ। ଯେଉଁ ଜାଗାକୁ ଯିବେ ଲାଇମ୍ ଲାଇଟ୍ ରହିବେ। ଆପଣଙ୍କର ଆଜି କିଛି ୱିଶ୍ ଫୁଲଫିଲ୍ ହେବ। ଆପଣଙ୍କୁ ଆଜି ପସନ୍ଦର ଖାଦ୍ୟ ମିଳିବ। କିଛି ତ ଉପହାର ମିଳିବ। ଖୁବ୍ ସୁନ୍ଦର ଦିନ ଅଛି। ମୀନ ରାଶି, ଆପଣଙ୍କ ପାଇଁ ଆଜି ଆପଣଙ୍କ ପରିବାର, ଆପଣଙ୍କର ପଇସା, ଆପଣଙ୍କର କିଛି କଥାବାର୍ତ୍ତା, କିଛି ଡିଲ୍, ଏସବୁକୁ ନେଇକି ଆପଣ ଆଜି ବ୍ୟସ୍ତ ରହିବେ। କଥାବାର୍ତ୍ତାକୁ ନେଇକି ଆପଣ ଆଜି କୌଣସି ଯୁକ୍ତିତର୍କ ଦ୍ୱାରା କିଛି ଲସ୍ ହେଇପାରେ। କେୟାରଫୁଲ୍ ରୁହନ୍ତୁ। ବହୁତ ଏପଟ ସେପଟ ବୁଲିବେ। ପ୍ରଡ଼କ୍ଟିଭରେ ଆପଣଙ୍କର ଆଜି ଏନର୍ଜି ଯିବ ନାହିଁ। କେୟାରଫୁଲ୍ ରୁହନ୍ତୁ। ଦିନକୁ ଆହୁରି ସୁନ୍ଦର କରିବା ପାଇଁକି
ଆପଣ ଶିବ ଭଗବାନଙ୍କ ବେଢ଼ା ପରିକ୍ରମା କରନ୍ତୁ। ଆପଣ ଓମ୍ ନମ ଶିବାୟ କିଛି ସମୟ ଜପ କରନ୍ତୁ, ଆପଣଙ୍କୁ ଆଶୀର୍ବାଦ ପ୍ରାପ୍ତି ହେବ। ହଳଦୀ କ୍ଷୀରରେ ଆପଣ ଆଜି ସ୍ନାନ ଜଳରେ ପକାଇକି ସ୍ନାନ ବି କରିପାରିବେ। ଥ୍ୟାଙ୍କ ୟୁ। ଭିଡ଼ିଓକୁ ଟିକେ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଆଉ ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରନ୍ତୁ, ଯାହାଦ୍ୱାରା କି ନୂଆ ନୂଆ ଭିଡ଼ିଓ ଆପଣ ଦେଖିପାରିବେ। ଧନ୍ୟବାଦ।